नमस्कार दर्शक बंधु आलोक ज्योति आलिन यूट्यूब चैनल को स्वागत। आज लेटेस्ट खबर सहित मु खुशीराम। दर्शक बंधु चैनल नुआ थिले सब्सक्राइब करी गोटे गोटे लाइक निश्चय करंतु। आरंभ करबा आज खबर। दर्शक बंधु प्रथम खबर देखिबा। चाइना रे भयंकर अग्निकांड, 25 मृत अनेक आहत। चाइना रे जियांगसी प्रवेशर किछि दुकान रे अग्निकांड घटी बुधवार 25 जनक मृत्यु घटिथिबा बेले अनेक आहत होइछन्ति। एबे भी उद्धार कार्य जारी रहिछि। आहत मानकु तुरंत डाक्तरखाना रे भर्ती करा जायछि। एहा पूर्वरु शनिवार मध्य चाइनार दुईटी भिन्न स्थान रे अग्निकांड घटी 21 जनकर मृत्यु घटिथिला। दर्शक बंधु देखिबा परवर्ती खबर। नुआ भोटरंकु टाणिबाकु बीजेपी योजना, डायरेक्ट कथा हेबे मोदी। नुआ भोटरंकु निज आड़कु आकर्षित करबाकु बीजेपी बड़ प्लान। आज नवमतदाता सम्मिलन करिबो बीजेपी। जातीय भोटर दिवसर ओडिशा रे 250 स्थान सह सारा देश रे 5000 स्थान रे हेबो मतदाता सम्मिलन। नुआ भोटरंक सह सीधा सड़क जोड़ी हेबे प्रधानमंत्री मोदी। वार्ता रखिबा सह युव भोटरंक सह कथा हेबे मोदी। वर्तमान देखिबा सेहीपरि खबर। इंडिया मेंटो को डबल झटका, एकाकी लड़िबाकू टीएमसी और आप रो घोषणा। पाके आसुची लोकसभा निर्वाचन, विरोधी मेंटो तथा इंडिया मेंटो को लागिची डबल झटका। प्रथमे पश्चिमबंग मुख्यमंत्री तथा टीएमसी सुप्रीमो ममता बनर्जी एकला चलो नारा देथिबा बेले एबे पंजाब रो आम आदमी पार्टी बा आप एका चलिबो बोली घोषणा करिसेंती मुख्यमंत्री भगवंत मान। देखिबा दर्शक बंधु परवर्ती खबर। पुणी राजरास्ता को ओह्लाइब राज्य सरपंच महासंघ। फेब्रुआरी 5 रे फेरिबो विधानसभा। पुणी राजरास्ता को ओह्लाइब राज्य सरपंच महासंघ। फेब्रुआरी 5 रे घेरिबो विधानसभा। पूर्वरु मध्य 22 दिन धरी सरपंच महासंघ धारणा रे 15 दफा दाबी नहीं धारणा को ओह्लाइथिला संघ। ସେହି ସମୟରେ ସରକାର ପ୍ରତିଶ୍ରୁତି ଦେଇଥିଲେ ଡିସେମ୍ବର 31 ସୁଦ୍ଧା ଦାବି ପୂରଣ କରାଯିବ। ଆଜି ପର୍ଯ୍ୟନ୍ତ ଗୋଟିଏ ବି ଦାବି ପୂରଣ ହୋଇନାହିଁ ବୋଲି ଅଭିଯୋଗ କରିଛି ମହାସଂଘ। ଦର୍ଶକ ବନ୍ଧୁ ଦେଖିବା ପରବର୍ତ୍ତୀ ଖବର। ଆଳୁ ଖୋଳୁ ଖୋଳୁ ମହାଦେବ ନୁହନ୍ତି ବାହାରିଲା ସୁଡ଼ଙ୍ଗ। ପ୍ରଧାନମନ୍ତ୍ରୀଙ୍କ ଗସ୍ତର 2 ଦିନ ପୂର୍ବରୁ ଜୟପୁରରୁ ଆତଙ୍କ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କ ଜୟପୁର ଗସ୍ତର 2 ଦିନ ପୂର୍ବରୁ ମିଳିଲା 350 ଫୁଟ ଲମ୍ବର ଟନେଲ। ଏହି ଟନେଲ ପ୍ରାୟ 6 ଫୁଟ ଚଉଡ଼ା ଏବଂ 10 ଫୁଟ ଉଚ୍ଚ। मंगलवार दिन ଏହି ଟନେଲ ବିଷୟରେ ଜଣାପଡ଼ିବା ପରେ ପୋଲିସ ପ୍ରଶାସନ ଭିତରେ ଆତଙ୍କ ଖେଳିଯାଇଛି। ଏଣିକି 50 ବର୍ଷ ବୟସରେ ମିଳିବ ପେନସନ, ସରକାରଙ୍କ ବଡ଼ ଘୋଷଣା। ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର। ଏଣିକି 50 ବର୍ଷ ବୟସରେ ମିଳିବ ପେନସନ। 50 ବର୍ଷ ହୋଇଯିବା ମାତ୍ରେ ପ୍ରତ୍ୟେକ ଲୋକଙ୍କୁ ପେନସନ ଦେବାର ଯୋଜନା କରୁଛନ୍ତି ସରକାର। ଝାଡ଼ଖଣ୍ଡର ବାସିନ୍ଦାଙ୍କୁ ବଡ଼ ଖବର ଦେବା ପାଇଁ ରାଜ୍ୟ ସରକାର ଏକ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଯେଉଁମାନେ 50 ବର୍ଷର ବୟସ ହୋଇଯିବେ ସେମାନେ ପେନସନ ପାଇବାର ହକଦାର ହେବେ। ବିଜେଡିକୁ ଅଣଦେଖା, ନିଜେ ଶୋଭାଯାତ୍ରା କଲେ ଅରିନ୍ଦମ। ଦଳୀୟ କାର୍ଯ୍ୟକ୍ରମରୁ ବାହାରି ନିଜସ୍ୱ ପଦଯାତ୍ରା କରିଛନ୍ତି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ଅଭିନେତା ଅରିନ୍ଦମ ରାୟ। କଲେଜ ଛକ ସ୍ଥିତ ରେଭେନ୍ସ ବିଶ୍ୱବିଦ୍ୟାଳୟ ସମ୍ମୁଖରୁ ବାହାରି ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟଠାରେ ନିଜ ସମର୍ଥକମାନଙ୍କୁ ନେଇ ସେ ପହଞ୍ଚିଥିଲେ। ଏହି ପଦଯାତ୍ରା ତାଙ୍କୁ ପୁଣି ଚର୍ଚ୍ଚାକୁ ଆଣିଛି। ଦର୍ଶକ ବନ୍ଧୁ ଦେଖିବା ପରବର୍ତ୍ତୀ ଖବର। ଭାରତ ଫ୍ରାନ୍ସ ବନ୍ଧୁତା, ଆମେରିକା ଚାଇନା ମନରେ ଦୁଃଖ। ଗଣତନ୍ତ୍ର ଦିବସ ପରିବେଶରେ ଭାଗ ନେବାକୁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଜାନୁଆରୀ 25 ରାଜସ୍ଥାନରେ ଜୟପୁର ସହରରେ ପହଞ୍ଚିବେ। ଜୟପୁର ପରେ ଫ୍ରାନ୍ସ ରାଷ୍ଟ୍ରପତି ନୂଆଦିଲ୍ଲୀଠାରେ ପହଞ୍ଚିବେ, ଯେଉଁଠାରେ ତାଙ୍କୁ ସ୍ୱାଗତ କରାଯିବା ପୂର୍ବରୁ ଭାରତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିମନ୍ତ୍ରଣ କରିଥିଲା, କିନ୍ତୁ ସେ ଏଥିରୁ ନିଜକୁ ଦୂରେଇ ରଖିଥିଲା। ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଚାଇନାର ରାଷ୍ଟ୍ରପତି ଜିନପିଙ୍ଗ ସରକାର ଏବେ ମନଦୁଃଖରେ ଅଛି। ସେହିପରି ଆମେରିକା ମଧ୍ୟ ଏନେଇ ଦୁଃଖିତ। ଦର୍ଶକ ଦେଖିବା ପରବର୍ତ୍ତୀ ଖବର। ଜ୍ୟୋତିରାଦିତ୍ୟ ସିନ୍ଧିଆ ଦେଲେ କଂଗ୍ରେସକୁ ବଡ଼ ଝଟକା। କଂଗ୍ରେସର 20ରୁ ଅଧିକ ନେତା ହାଜପାରେ ସାମିଲ। ଲୋକସଭା ନିର୍ବାଚନକୁ ନେଇ ମିଳିତ ମେଣ୍ଟ ଇଣ୍ଡିଆ ଗଠନ କରୁଥିବା କଂଗ୍ରେସକୁ ବୁଧବାର ଗୋଟିଏ ପରେ ଗୋଟିଏ ଝଟକା ମିଳିବାରେ ଲାଗିଛି। ଆସନ ବୁଝାମଣାକୁ ନେଇ ଟିଏମସି, ପଞ୍ଜାବ ଆପ୍ ଏକାକୀ ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିବା ପରେ ଦଳ ଛାଡ଼ିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ କଂଗ୍ରେସକୁ ବଡ଼ ଝଟକା ଦେଇଛନ୍ତି। ଦର୍ଶକ ବନ୍ଧୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆଜି ନ୍ୟୁଜ୍ କଭର କରିପାରି ହେଲା ନାହିଁ, ସେଥିପାଇଁ ଦୁଃଖିତ। ସରି। ନୂଆ ଲାଟେଷ୍ଟ ଖବର ସହିତ କାଲିକୁ ଦେଖା ହେବ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର, ଜୟ ହିନ୍ଦ।